ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣମାନେ ଭଲରେ ଥିବେ। ଆଜି ମୁଁ ଆପଣମାନଙ୍କୁ ଏମିତି ଗୋଟେ ଜାଗାକୁ ନେଇଯିବି ଯାହାକି ତମେମାନେ ପ୍ରାୟତଃ ଦେଖିନଥିବେ। ବର୍ତ୍ତମାନ ମୁଁ କେଉଁଠି ଅଛି ଆପଣମାନେ ତ ଦେଖିକିରି ଜାଣିପାରୁଥିବେ ମୁଁ ବର୍ତ୍ତମାନ କେଉଁଠି ଅଛି। ଆପଣମାନେ ସମସ୍ତେ କୋଲକାତା ଆସିଥିବେ, ହାଓଡ଼ା ବ୍ରିଜ୍ ଉପରେ ସମସ୍ତେ ବି ଯିବା ଆସିବା କରିଥିବେ ବା ଆପଣମାନେ ଦେଖିଥିବେ ବି ହାଓଡ଼ା ବ୍ରିଜ୍କୁ। କିନ୍ତୁ ମୁଁ ଆଜି ଆପଣମାନଙ୍କୁ ଏମିତି ଗୋଟେ ଜାଗାକୁ ନେଇଯିବି ମୁଁ ଆପଣମାନଙ୍କୁ ଏମିତି ଗୋଟେ ଜାଗା ଦେଖେଇବି ଯେ ଯାହାକି ତମେମାନେ ଦେଖିନଥିବେ। ମୁଁ ବର୍ତ୍ତମାନ ଆଜି ତମମାନଙ୍କୁ ଦେଖେଇବି ହାଓଡ଼ା ବ୍ରିଜ୍ର ତଳର ଦୃଶ୍ୟ, ଯାହାକି ପ୍ରାୟ ଦେଖିନଥିବେ ହାଓଡ଼ା ବ୍ରିଜ୍ର ତଳଟା କେମିତିକା ହେଇଥିବ। ଆଜି ମୁଁ ସେଇ ହାଓଡ଼ା ବ୍ରିଜ୍ର ତଳର ଦୃଶ୍ୟ ଆପଣମାନଙ୍କୁ ମୁଁ ଦେଖେଇ ନେବି। ତାହେଲେ ଆସନ୍ତୁ ସାଙ୍ଗମାନେ ଦେଖିବା ହାଓଡ଼ା ବ୍ରିଜ୍ର ତଳ ଦୃଶ୍ୟ ଦେଖିବା ପାଇଁ ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବାକୁ ଅନୁରୋଧ। ବ୍ରିଜ୍ରେ କେମିତି ପିଲର ନାହିଁ, ସେ କେମିତି ଝୁଲୁଛି ଆପଣମାନେ ସେଇଟା ତ ଦେଖିନାହାନ୍ତି ନା। ଉପର ପଟୁ ସମସ୍ତେ ଦେଖିଛ, ହେଲେ ତଳପଟୁ ତ କେହି ଦେଖିନ। ଆଜି ମୁଁ ତମମାନଙ୍କୁ ସେ ତଳପଟ ଦୃଶ୍ୟ ଦେଖେଇବି। ଇଣ୍ଡିଆର ପ୍ରସିଦ୍ଧ କୋଲକାତା ଝୁଲନ୍ତା ବ୍ରିଜ୍ କହିଲେ ସମସ୍ତେ ଜାଣନ୍ତି କୋଲକାତା ହାଓଡ଼ା ବ୍ରିଜ୍। ସେଇ ହାଓଡ଼ା ବ୍ରିଜ୍ର ତଳର ଦୃଶ୍ୟ କେମିତିକା ହେଇଥିବ ମୁଁ ଆଜି ତମମାନଙ୍କୁ ସେ ଦୃଶ୍ୟ ଦେଖେଇବି। ଗଙ୍ଗା ନଦୀ ଉପରେ ଅବସ୍ଥିତ ହେଇଥିବା ହାଓଡ଼ା ବ୍ରିଜ୍, ଯାହାକି ହାଓଡ଼ା ଷ୍ଟେସନରୁ ବଡ଼ ବଜାର ସଂଯୋଗ କରିଥିବା ବ୍ରିଜ୍। ହଜାର ହଜାର ଲକ୍ଷ ଲକ୍ଷ ଗାଡ଼ି ତା ଉପରେ ଯିବା ଆସିବା କରୁଥିବ। ସେ ତଳ ଦୃଶ୍ୟ କେମିତିକା, ସେ ତଳ ଦୃଶ୍ୟ ମୁଁ ଆଜି ତମମାନଙ୍କୁ ଦେଖେଇବି। ସେ ଦୃଶ୍ୟ ଦେଖିବା ପାଇଁ ମୋ ସାଙ୍ଗରେ এই ଭିଡ଼ିଓଟିକୁ ଦେଖୁଥାନ୍ତୁ ସମସ୍ତେ। ବର୍ତ୍ତମାନ ମୁଁ ଗଙ୍ଗା ନଦୀ ପୁରା ମଝାମଝି ପର୍ଯ୍ୟନ୍ତ ଆସିଯାଇଛି। ବର୍ତ୍ତମାନ ଆପଣମାନେ ଦେଖିପାରିବେ ହାଓଡ଼ା ବ୍ରିଜ୍ର ତଳର ଦୃଶ୍ୟ। ଫାଇନାଲି ଆସି ପହଞ୍ଚି ସାରିଛେ। ଆପଣମାନେ ଯାହାକି ଅପେକ୍ଷା କରିଥିଲେ ଏଇ ତଳ ଦୃଶ୍ୟ ଦେଖିବା ପାଇଁ, ଆପଣମାନଙ୍କୁ ମୁଁ ଆଜି ଏ ତଳ ଦୃଶ୍ୟ ଦେଖାଉଛି। କେତେ ସୁନ୍ଦର ହେଇଥିବ ସେ ତଳ ଦୃଶ୍ୟ। ପ୍ରାୟତଃ ଦେଖିଥିବେ କିନ୍ତୁ ଅଧେ ତ ଦେଖିନଥିବେ। ସେଇ ଜିନିଷଟା ଆଜି ମୁଁ ତମମାନଙ୍କୁ ଦେଖାଉଛି। ବର୍ତ୍ତମାନ ଦେଖନ୍ତୁ ଠିକ୍ସେ ଭଲସେ କେତେ ସୁନ୍ଦର ହେଇଛି ତଳ ଦୃଶ୍ୟ। कोलकाता हावड़ा ब्रिज मसेगी दाडन में लोखामिया। कोलकाता हावड़ा ब्रिज मसेगी दाडन में लोखामिया। आशा करछे आपनମାନଙ୍କୁ ए वीडियो भल लागिथिबो। प्लीज जदि वीडियोटी भल लागिथिबो शेयर कमेंट और सब्सक्राइब करबाको भूलेबेनी। प्लीज मो साथरे एमती रुहंतु। मु आपनମାନଙ୍କୁ एमती नुआ नुआ वीडियो आपनମାନଙ୍କୁ देखेबी। जय जगन्नाथ। आपण माने समस्त भले रुहंतु।